ଆଜି ଆପଣମାନଙ୍କୁ ଦେଖେଇବି ଜୟପୁରରୁ ଜଗତସିଂହପୁର ଯିବା ଭିତରେ ଯେତିକ ଛୋଟ ବଡ ମନ୍ଦିର ରାସ୍ତା କରରେ ଅଛି ସେଇ ମନ୍ଦିର ସବୁ ଦେଖେଇବି। ୟୁଟ୍ୟୁବରେ ଫୁଲ୍ ଭିଡିଓ ଦେଖିପାରିବେ, ଆଉ ଯଦି ଫେସବୁକ୍ ଦେଖୁଛନ୍ତି ତାହେଲେ ସର୍ଟ ଭିଡିଓ ଦେଖିପାରିବେ। ଚାଲନ୍ତୁ ଦେଖିବା। এইটা ହେଲା ଆମ ଜୟପୁର ବଜାର। ଜୟପୁର ବଜାର ଦେଖିଦିଅନ୍ତୁ କେମିତିଆ। ଏଇଠୁ ଜଗତସିଂହପୁର ସେଇ ରାସ୍ତାରେ ଯାଇ ହବ। ଗୋରେଖନାଥ ଶାରଳା ଏଇଠୁ ଯାଇପାରିବେ ବସିକି, ଅଟୋ ଷ୍ଟାଣ୍ଡ ଅଛି। ଆଉ ଏଇଟା ହେଲା NH ରୋଡ, କଟକ ପାରାଦ୍ୱୀପ ରୋଡ। ଦେଖିଦିଅନ୍ତୁ ଟିକେ ଜୟପୁର ବଜାର, ତାପରେ ଯିବା ବୁଲିବା। ଦେଖିଲେ ଚାଲ, ଜୟପୁରରୁ ଟିକେ ଆଗକୁ ଯିବ, ଏ ମନ୍ଦିରଟା ପଡ଼ିବ। ଦେଖନ୍ତୁ କି ସୁନ୍ଦର ମନ୍ଦିରଟେ, ଭଲ ମନ୍ଦିର ହେଇଛି। ରାସ୍ତା ସାଇଡରେ ତ ଗଛ ଥିବା ନିହାତି ଦରକାର, ଆବଶ୍ୟକ। ମନ୍ଦିର ଯୋଉଠି ଗଛ ସେଇଠି, ସେଇ ତ ହଉଛି ସୌନ୍ଦର୍ଯ୍ୟର ମେନ୍। ମନ୍ଦିର ଦେଖନ୍ତୁ, ମହାଦେବ ମନ୍ଦିର ଅଛି ଏଟା। ଏଠି ଟିକେ ଠିଆ ହେଇ ବୁଲି ପାରିବେ, ଦେଖିପାରିବେ। ତାପରେ ଚାଲ ଯିବା ଆଉ ଗୋଟେ ମନ୍ଦିର କତିକି ଯିବା। ଚାଲ, ଏ ଦେଖ ଇଏ ଗୋଟେ ମନ୍ଦିର, ତା ଆଗକୁ ଟିକେ ଆସିବ, ଏଠି ଆଉ ଗୋଟେ ମନ୍ଦିର ବି ପଡିବ, ଦେଖିପାରିବେ। କେତେ ବଢିଆ ବଢିଆ ମନ୍ଦିର, ଫାଙ୍କା ଜାଗାରେ ନିଶ୍ଚିନ୍ତ ଖରା ଦିନେ ବି ଠିଆ ହେଇପାରିବେ, ବସିପାରିବେ, ଦେଖିପାରିବେ। ଭଲ ଲାଗିବ ସମସ୍ତଙ୍କୁ। ମୁଁ ଜୟପୁର ଜଗତସିଂହପୁର ରାସ୍ତାରେ ଗଲାବେଳେ ସବୁ ମନ୍ଦିର ପଡିବ। ଏଇଠି ହେଲା ଗୋରେଖନାଥ ପାଖରେ ଯିବା ପୂର୍ବରୁ ଏଇଠି ଗୋଟେ ଅଛି ବାଟ। ଏଇ ମନ୍ଦିରଟା ଦେଖିକି ଦର୍ଶନ କରିକି ଯାଇପାରିବେ ଗୋରେଖନାଥ କତିକି। ଏଇଠି ଦେଖନ୍ତୁ ଲେଖା ହେଇଛି ବାବା ଗୋରେଖନାଥ କତିକି ଯିବା ପାଇଁ ମଠ ଏଟା ବାଟ। ଏଇପଟେ ଶାରଳା ମନ୍ଦିର ବି ଯାଇପାରିବେ। ଚାଲ ଯିବା ଫେର ଆଗକୁ। ଏଠି ଦେଖ ଆଉ ଗୋଟେ ମନ୍ଦିର, କେତେ ବଢିଆ ମନ୍ଦିର ଲାଗୁଛି। ଏଠି ହନୁମାନ ମନ୍ଦିର ଅଛନ୍ତି, ଆଉ ବି ମନ୍ଦିର ଅଛନ୍ତି, ଭଲ ଜାଗା। ଦେଖୁଛନ୍ତି ମନ୍ଦିର, ରାସ୍ତା ପାଖରେ ଥିବା ଯୋଉ ମନ୍ଦିର ସବୁ। ଆଉ ମନ୍ଦିର ଯୋଉଠି ତ ରାସ୍ତା ସେଇଠି କରିବାକୁ ପଡିବ ଯିବା ପାଇଁ ନା। ଦେଖ କି ସୁନ୍ଦର ମନ୍ଦିର, ଯୋଉଠି ଗଛ ବି ଅଛି, ବହୁତ ଭଲ ଲାଗୁଛି। ଦେଖନ୍ତୁ ମନ୍ଦିର ଏଠି ବି ଅଛି, ହନୁମାନ ମନ୍ଦିର ଏଟା। ଏଠି ଗୋଟେ ମଠ ଅଛି, ମଠ କରେ ନଦୀ ଅଛି ଗୋଟେ, ଏଇ ନଦୀ ଠିଆ ହେଇକି ଦେଖିପାରିବେ। ତାପରେ ଦେଖନ୍ତୁ ବେଲ ଗଛ ଅଛି, ବେଲ ଗଛ ପାଖରେ ଠାକୁର ବି ଅଛନ୍ତି ରାସ୍ତା ସାଇଡରେ। ଏଠି ବଢିଆ ଲାଗିଲା ମତେ, ଠିଆ ହେଲି ଟିକେ। ତା ଆଗକୁ ଟିକେ ଆସିଲି, ଏଠି ଦେଖନ୍ତୁ ଗଛ ବି ଅଛି, ମନ୍ଦିର ବି ଅଛି, ପୋଖରୀ ବି ଅଛି, ବଢିଆ ଲାଗିଲା। ଛାଇ ଅଛି, ଏଠି ବସିପାରିବ ଖରା ଦିନେ। ତା ଆଗକୁ ଆସିଲା ପରେ ଦେଖନ୍ତୁ ଜଗତସିଂହପୁର ପାଖାପାଖି ଏ ମନ୍ଦିରଟା ପଡୁଛି। ଭଲ ମନ୍ଦିର, ନୂଆ ପୁରା କଲର ଫଲର ହେଇଛି ଭଲ ଏବେ। ବଡ ମନ୍ଦିରଟା ହେଇଛି। ଦେଖିପାରିବେ ଆସିକି ଠିଆ ହେଇକି। ତା ଆଗକୁ ଆସିଲା ପରେ ଆହୁରି ଗୋଟେ ମନ୍ଦିର ପଡିବ, ଏଇଟା ବି ବହୁତ ସୁନ୍ଦର ହେଇଛି, ମାନେ ତାର ଡିଜାଇନ ଭଲ, ଆଗଟା ଭଲ ବଢିଆ ହେଇଛି। ହନୁମାନ ମନ୍ଦିର ଅଛନ୍ତି, ଅନ୍ୟ ମନ୍ଦିର ସବୁ ଭିତରେ ଅଛନ୍ତି। ଅବଶ୍ୟ ପଦାରୁ ଆପଣମାନେ ଦେଖୁଛନ୍ତି, ଆପଣ ଠିଆ ହେଇ ଭିତରକୁ ଯାଇ ଦର୍ଶନ ବି କରିପାରିବେ। କିନ୍ତୁ ଦେଖିଦିଅନ୍ତୁ ମନ୍ଦିର ପଦାରୁ ସବୁ ଟିକେ ଟିକେ। ତାପରେ ଆସିଲା ମନ୍ଦିର ତ ଦେଖିଲେ, ଚାଲନ୍ତୁ ଦେଖିଦେବା ଟିକେ ଗୋଟେ ନର୍ସରୀ। ତା ଭିତରେ କେତେ ସୁନ୍ଦର ଫୁଲ ଗଛ ଅଛି, ଦେଖନ୍ତୁ। ଫୁଲ ଗଛ ଅନେକ ସାରା ଗଛ ଅଛି, କାହିଁକିନା ଯୋଉଠି ମନ୍ଦିର ଦରକାର, ଫୁଲ ଗଛ ଦରକାର, ଫୁଲ ଦରକାର ନିହାତି। ସମସ୍ତ ଘରେ ନେଇକି ନର୍ସରୀରୁ ଗୋଟେ ଗଛ ନେଇ ଲଗେଇକି ଫୁଲ ବି ଆପଣ ଆପଣଙ୍କ ଘରେ ଯୋଉ ଠାକୁର ଥିବେ ଠାକୁରଙ୍କୁ ଦେଇପାରିବେ, ବଢିଆ ଲାଗିବ। ସବୁ ଭେରାଇଟି ଗଛ ଅଛି ଜଗତସିଂହପୁର ପାଖାପାଖି। ଏଇ ନର୍ସରୀଟା ବହୁତ ଭେରାଇଟି ଫୁଲ ଅଛି। ଏ ଗଛ ବାହାର ଦେଶରେ ବି କିଛି ଗଛ ଅଛି, ଦେଖିପାରିବେ। ଫୁଲ ଫୁଟିଛି, କେତେ ଛୋଟ ଛୋଟ ଗଛରେ ଫୁଲ ଫୁଟିଛି ଦେଖନ୍ତୁ। ମୁଁ ଦେଖିଲି
ଠିଆ ହେଇକି ବହୁତ ଭଲ ଲାଗିଲା। 15 ମିନିଟ୍ ଖଣ୍ଡେ ଠିଆ ହେଲି, ତାପରେ ଭିଡ଼ିଓଟା କଲି। ଆପଣମାନେ ବି ଦେଖନ୍ତୁ, ରାସ୍ତାରେ ଗଲାବେଳେ ଦେଖିପାରିବେ, ଠିଆ ହେଇପାରିବେ। ସୁନ୍ଦର ନର୍ସରୀ, କେତେ ସୁନ୍ଦର ସୁନ୍ଦର ଫୁଲ ଫୁଟିକି ଦେଖୁଛନ୍ତି। ବହୁତ ସାରା ଗଛ ଅଛି, ସବୁ ଭେରାଇଟି ଗଛ ଅଛି, ପ୍ରାୟ ଗଛ ଅଛି ଏଠି। ଫୁଲ ଗଛ ପାଖରୁ ଆରମ୍ଭ କରି ଫଳ ଗଛ ପର୍ଯ୍ୟନ୍ତ ଦେଖୁଛନ୍ତି କେତେ ଗଛ। ସବୁ ଭେରାଇଟି ଗଛ ଅଛି, ପ୍ରାୟ ସବୁ ଛୋଟ ଛୋଟ, ସବୁ ନର୍ସରୀ ଛୋଟ ଛୋଟ ଗଛରେ ସବୁ ହେଇଛି। ଲୋକ ବୁଝୁଛନ୍ତି, ନଉଛନ୍ତି। ସବୁବେଳେ ଏଠି ଲୋକ ଆଭେଲେବୁଲ। ଆପଣମାନେ ଯାହାର ଦରକାର ବି ସେ ଆସିକି ନେଇପାରିବ ଏଠି। ଏବେ ଜୟପୁର ପାଖରୁ ଜଗତସିଂହପୁର ଯାକେ ମନ୍ଦିର ରୋଡ ସାଇଡ ରେ ଦେଖିଲେ। ଆପଣ ମାନେ ଏତେ ସାରା ଭିଡିଓ ଦେଖିବା ପାଇଁ